आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜିର ଭିଡିଓରେ ମଧ୍ୟ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ବିଷୟରେ। ନାନା ସାହେବ ପେଶୱା, ଜାଣିବା ତାଙ୍କ ପିଲାଦିନ ବିଷୟରେ। ନାନା ମେ 18, 1824 ମସିହାରେ ନାନା ଗୋବିନ୍ଦ ଧଣ୍ଡୁ ପନ୍ତ ଭାବରେ ପିତା ନାରାୟଣ ଭଟ୍ଟ ଏବଂ ଗଙ୍ଗାବାଈଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ତୃତୀୟ ମରାଠା ଯୁଦ୍ଧରେ ମରାଠାଙ୍କ ପରାଜୟ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପେଶୱା ବାଜିରାଓ ଦ୍ୱିତୀୟଙ୍କୁ ବିଠୁରକୁ ନିର୍ବାସିତ କରିଥିଲେ, କିନ୍ତୁ କମ୍ପାନୀ ତାଙ୍କୁ ବ୍ରିଟିଶ ପେନ୍ସନରୁ କିଛି ଅଂଶ ପ୍ରଦାନ କରାଯାଇଥିବା ଏକ ବୃହତ ପ୍ରତିଷ୍ଠାନ ବଜାୟ ରଖିବାକୁ ଅନୁମତି ଦେଇଥିଲେ। ବାଜିରାଓ 1827 ମସିହାରେ ନାନା ସାହେବଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ। ନାନା ସାହେବଙ୍କ ପିଲାଦିନ, ମରାଠା ଶକ୍ତିର ପତନ ଏବଂ ବ୍ରିଟିଶମାନଙ୍କ ଦ୍ୱାରା ତାଙ୍କ କ୍ଷେତ୍ର ଦଖଲ ରୂପରେ ଚିହ୍ନିତ କରାଯାଏ। ତାଙ୍କ ପିଲାଦିନ ଏକ ରାଜନୈତିକ ଅସ୍ଥିରତା ଭିତରେ ବିତିଥିଲା। ଅଠରଶହ 1757 ବିଦ୍ରୋହରେ ନାନା ସାହେବଙ୍କ ଭୂମିକା। ବିଦ୍ରୋହ ଆରମ୍ଭରେ ନାନା ସାହେବ କାନପୁରର କମ୍ପାନୀ ଅଧିକାରୀଙ୍କ ପ୍ରତି ବିଶ୍ୱସ୍ତତା ପ୍ରଦର୍ଶନ କରିଥିଲେ ଏବଂ ସହରରେ ୟୁରୋପୀୟମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱେଚ୍ଛାସେବୀ ମଧ୍ୟ ପ୍ରଦାନ କରିଥିଲେ। ଯଦି ବିଦ୍ରୋହ କାନପୁରରେ ବ୍ୟାପିଗଲା, ତେବେ ବ୍ରିଟିଶ ସହିତ ଯୁଦ୍ଧ କରିବା ପାଇଁ ନାନା ସାହେବ 1500 ସୈନିକଙ୍କୁ ଏକତ୍ର କରିବେ। 6 ଜୁନ 1857ରେ କାନପୁରରେ ଇଷ୍ଟ ଇଣ୍ଡିଆ କମ୍ପାନୀର ବାହିନୀ ଦ୍ୱାରା ବିଦ୍ରୋହ ସମୟରେ ବ୍ରିଟିଶ କଣ୍ଟିଜେଣ୍ଟ ସହରର ଉତ୍ତର ଭାଗରେ ଥିବା ଏକ ପ୍ରବେଶ ପଥରେ ଆଶ୍ରୟ ନେଇଥିଲେ। କାନପୁରରେ ଚାଲିଥିବା ବିଶୃଙ୍ଖଳା ମଧ୍ୟରେ ନାନା ଏବଂ ତାଙ୍କ ସୈନ୍ୟମାନେ ସହରର ଉତ୍ତର ଭାଗରେ ଅବସ୍ଥିତ ବ୍ରିଟିଶ ପତ୍ରିକାରେ ପ୍ରବେଶ କରିଥିଲେ। କମ୍ପାନୀ ଟ୍ରେଜେରୀ ଦଖଲ କରିବା ପରେ ନାନା ଗ୍ରାଣ୍ଡ ଟ୍ରଙ୍କ ରୋଡକୁ ଉନ୍ନତ କରି କହିଥିଲେ ଯେ ପେଶୱା ପରମ୍ପରା ଅନୁଯାୟୀ ମରାଠା ସମ୍ମିଳନୀକୁ ପୁନଃ ଉପସ୍ଥାପନା କରିବାକୁ ଚାହୁଁଛନ୍ତି ଏବଂ କାନପୁର ଦଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱିଲ୍ଙ୍କ ଗଡ଼ ଉପରେ ଆକ୍ରମଣ। 5 ଜୁନ 1857ରେ ନାନା ସାହେବ ଜେନେରାଲ ୱିଲ୍ଙ୍କୁ ଏକ ଚିଠି ପଠାଇ ତାଙ୍କୁ ଆସନ୍ତା ସକାଳ 10ଟାରେ ଆକ୍ରମଣ ଆଶା କରିବେ ବୋଲି କହିଥିଲେ। ସେ ପ୍ରାୟ 12,000ରୁ 15,000 ଭାରତୀୟ ସୈନିକଙ୍କୁ ଆଗେଇ ନେଉଥିବାର ବିଶ୍ୱାସ କରାଯାଉଥିଲା। ସାଇପର ଅଗ୍ନି ଏବଂ ବୋମା ବିସ୍ଫୋରଣ 23 ଜୁନ 1857 ପର୍ଯ୍ୟନ୍ତ ଜାରି ରହିଥିଲା। ଏକ ଭବିଷ୍ୟବାଣୀ ଯାହା ଏହି ଯୁଦ୍ଧର 100 ବର୍ଷ ପରେ ପୂର୍ବ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନର ପତନ ହେବାର ପୂର୍ବାନୁମାନ କରିଥିଲା, ଯାହା ନାନା ସାହେବଙ୍କ ଅଧୀନରେ ଥିବା ବିଦ୍ରୋହୀ ସୈନିକମାନଙ୍କୁ 23 ଜୁନ 1857ରେ ଗଡ଼ ଉପରେ ଏକ ବଡ଼ ଆକ୍ରମଣ କରିବାକୁ ପ୍ରେରିତ କରିଥିଲା। ସତୀ ଚୌରା ଘାଟ ହତ୍ୟାକାଣ୍ଡ। 1857 ମସିହାର ଭାରତୀୟ ସିପାହୀ ବିଦ୍ରୋହ ପରେ ଏହି ଘାଟ ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହୋଇସାରିଥିଲା। କାନପୁରର ସତୀଚୌରା ଘାଟରେ ପ୍ରାୟ 300 ବ୍ରିଟିଶ ପୁରୁଷ, ମହିଳା ଏବଂ ଶିଶୁଙ୍କୁ ହତ୍ୟା କରାଯାଇଥିଲା। ଏହି ନରସଂହାର ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା ଇତିହାସରେ। ବ୍ରିଟିଶମାନଙ୍କ ଦ୍ୱାରା କାନପୁରର ଜବତ। ମେଜର ଜେନେରାଲ ହେନରୀ ହାଭେଲଙ୍କ ନେତୃତ୍ୱରେ କମ୍ପାନୀ ବାହିନୀ 17 ଜୁଲାଇ 1857ରେ ସହରକୁ ପୁନଃ ଜବରଦଖଲ କରିଥିଲେ। ନାନା ସାହେବଙ୍କ ଅଦୃଶ୍ୟତା। କମ୍ପାନୀର କାନପୁର ପୁନଃ ଜବତ ପରେ ନାନା ଅଦୃଶ୍ୟ ହୋଇଥିଲେ। ତାତ୍ୟାଟୋପେ ନଭେମ୍ବର 1857ରେ କାନପୁରକୁ ପୁନଃ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏକ ବୃହତ ସୈନ୍ୟ ବାହିନୀ ଗଠନ କରିଥିଲେ, ଯାହା ମୁଖ୍ୟତଃ ଗ୍ୱାଲିୟର କଣ୍ଟିଜେଣ୍ଟ ବିଦ୍ରୋହୀ ସୈନିକମାନଙ୍କୁ ନେଇ ଗଠିତ ହୋଇଥିଲା। ସେ କାନପୁର ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ସମସ୍ତ ମାର୍ଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ, କିନ୍ତୁ ପରେ କାନପୁର ଦ୍ୱିତୀୟ ଯୁଦ୍ଧରେ ପରାସ୍ତ ହୋଇଥିଲା। ନାନା ସାହେବଙ୍କୁ ଜୁନ 1858 ମସିହାରେ ଗ୍ୱାଲିୟର ପେଶୱା ଘୋଷଣା କରାଯାଇଥିଲା। ଶେଷ ଦର୍ଶନ। 1859 ସୁଦ୍ଧା ନାନା ନେପାଳକୁ ପଳାଇଥିବା ଜଣାପଡ଼ିଥିଲା। କେତେକ ପ୍ରାରମ୍ଭିକ ସରକାରୀ ରେକର୍ଡଗୁଡ଼ିକ 24 ସେପ୍ଟେମ୍ବର 1859ରେ ଶିକାର ସମୟରେ ଏକ ବାଘ ତାଙ୍କୁ ଆକ୍ରମଣ କରିବା ପରେ ନେପାଳରେ ତାଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ଅନ୍ୟ ରେକର୍ଡ ଏହି ପ୍ରସଙ୍ଗରେ ଭିନ୍ନ ଥିଲା। 1970ରେ ଉଦ୍ଧାର ହୋଇଥିବା 2 ପତ୍ର ଏବଂ ଏକ ଡାଏରୀରୁ ଜଣାପଡ଼େ ଯେ ନାନା ତପସ୍ୱୀ ରୂପରେ ଉପକୂଳ ଗୁଜରାଟର ସିହୋରରେ 1903 ମସିହା ପର୍ଯ୍ୟନ୍ତ ରହୁଥିଲେ। କେବି ବେଲସର ପୁସ୍ତକ ଅନୁଯାୟୀ ସେ 30 ଅକ୍ଟୋବରରୁ 1 ନଭେମ୍ବର 1906 ମଧ୍ୟରେ ମୃତ୍ୟୁବରଣ କରିଥିଲେ ଏବଂ ଶ୍ରୀ ବ୍ରହ୍ମଚୈତନ୍ୟ ମହାରାଜ ତାଙ୍କର ଶେଷ ରୀତିନୀତି କରିଥିଲେ।
1947 ମସିହାରେ ଭାରତର ସ୍ୱାଧୀନତା ପରେ ନାନାଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ସମ୍ମାନିତ କରାଯାଇଥିଲା ଏବଂ ନାନା ଏବଂ ତାଙ୍କ ଭାଇ ବାଲାରାଓଙ୍କ ସମ୍ମାନାର୍ଥେ କାନପୁରରେ ନାନା ରାଓ ପାର୍କ ନିର୍ମାଣ କରାଯାଇଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବେ। ଭିଡିଓ ଯଦି ଭଲ ଲାଗିଲେ ଭିଡିଓ ଟିକେ ଲାଇକ୍ କରିଦିଅନ୍ତୁ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।